ତ ପିଲାମାନେ ପୁଣି ଥରେ ଆଉ ଏକ ଭିଡ଼ିଓରେ ତମ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ପିଲେ ପୂର୍ବେ ଆମେ ଜାଣିଲେ ଯେ ହିମକାଳ ଯେତେବେଳେ ଆସେ କ'ଣ ପଡ଼ିଯାଏ? ପଦ୍ମବନ ପୋଡ଼ିଯାଏ। ବୁଝିପାରିଲା? ଏବଂ ତାପରେ ଦେଖ ପିଲେ କବି ସେଇ କ'ଣ କହୁଛନ୍ତି? କବି ସେଇ କଥାକୁ କହୁଛନ୍ତି, କର୍ମେ ଯାହାର ଯେଉଁ ଦଶା ଥାଇ କାହା ବଳେ ଆନ କରି ନ ହୋଇ। ତାମାନେ କବି ଏଠି କ'ଣ କହିଲେ? ଏଠି ଭାଗ୍ୟବାଦୀ ପ୍ରସଙ୍ଗ ଉତ୍ଥାପନ କଲେ କବି। ଭାଗ୍ୟ କଥା କହୁଛନ୍ତି ଯେ କର୍ମେ ଯାହାର ଯେଉଁ ଦଶା ଥାଇ, ଯାହା କର୍ମରେ ଯେଉଁ ଦଶା ଥିବ, କାହା ବଳେ ଆନ କରି ନ ହୋଇ। କାହା ବଳରେ ମଧ୍ୟ ତାକୁ ଆନ କରିହେବ ନାହିଁ। ଆନ କହିଲେ ପିଲେ ଆନ କହିଲେ ତାକୁ ଅନ୍ୟଥା କରିହେବନି, ତାମାନେ ଅଲଗା କରିହେବ ନାହିଁ। ବୁଝିପାରୁଛ ନା? ତାମାନେ ଭାଗ୍ୟର ଫଳ ସର୍ବଦା ମିଳିବ, ଭବିତବ୍ୟ ଯାହା ଅବଶ୍ୟ ହୋଇବ। ନା କି? କିଏ ବା କ'ଣ କରିବ? ଆନ ଆମେ ଆମେ କହୁଛେ ନା ନାଇଁ? ତେଣୁ କର୍ମରେ ଯାହାର ଯେଉଁ ଦଶା ଅଛି ତାକୁ କାହା ବଳରେ ମଧ୍ୟ ନାହିଁ, କାହାର ମଧ୍ୟ ବଳ ନାହିଁ ତାକୁ ଆନ କରିଦେବ, ତାକୁ ଅନ୍ୟଥା କରିଦେବ। ବୁଝିପାରୁଛ ନା? ଏଠି କବି କହୁଛନ୍ତି ଯେତେବେଳେ ହିମକାଳ ଆସିଛି ସେତେବେଳେ ପଦ୍ମବନ ପୋଡ଼ି ଯାଉଛି, ପରନ୍ତୁ ଏଇ ପଦ୍ମବନ କ'ଣ ହେଉଛି? ପଦ୍ମବନର ଦଶା, ପଦ୍ମବନର କର୍ମରେ ଏଇ ଦଶା ଥିଲା ବୋଲି ସେ ପୋଡ଼ିଗଲା। ଏବଂ ମାନେ କାହାର ବଳ ନାହିଁ ଏହାକୁ ଅନ୍ୟଥା କରିଦେବ। ବୁଝିପାରୁଛ ନା? କାହାର ବଳ ଆନ କରି ନ ହୋଇ। ଯାହା ତମମାନଙ୍କର ଭାଗ୍ୟରେ ଅଛି, ତମମାନଙ୍କ ଭାଗ୍ୟରେ ସେଇଆ ହିଁ ଫଳିବ। ବୁଝିପାରୁଛ ନା? ପରନ୍ତୁ ଯଦି ତମେ ମାନେ ଭଲ କର୍ମ କରୁଥିବ ସେତେବେଳେ ତମେ ମାନେ କହିବ, ଏଇଠି ତମେ ମାନେ ମଧ୍ୟ କ୍ୱେଶ୍ଚିନ୍ କରିବ, ସାର୍ ଆମ ଭାଗ୍ୟରେ କ'ଣ ଯାହା ଅଛି ଆମେ ସେଇଆ ହବ? ଆମେ କ'ଣ କିଛି ଚେଞ୍ଜ କରିହେବନି? ହଁ ପିଲେ, ଚେଞ୍ଜ କରିହେବ ସେତେବେଳେ ଯେତେବେଳେ ଯଦି ତମେ ମାନେ ଭଲ କର୍ମ କରୁଥିବ, ସେଇ ଅନୁସାରେ ତମ ମାନଙ୍କର ଭାଗ୍ୟ ଲେଖେଇଯିବ। ବୁଝିପାରିଲା? ଏବଂ ତାପରେ କ'ଣ ହେଇଛି ନା, କୁଶ କେତୁ ଆସନ ଶ୍ରୀନିବାସ କୃଷ୍ଣ କରେ ଥାଇ ନାଥ ଦୀନେଶ। ତାମାନେ ଏଠି କ'ଣ କୁହାଯାଉଛି? ଦେଖ ପିଲେ, ନା ଏଠି କୁହାଯାଉଛି କୁଶ କେତୁ ଆସନ ଶ୍ରୀନିବାସ କୃଷ୍ଣ କରେ କୃଷ୍ଣ କରେ ଥାଇ ନାଥ ଦୀନେଶ। ତାମାନେ ଦେଖ ପିଲେ ଏଠି କୁହାଗଲା କୁଶ କେତୁ। ବୁଝିପାରିଲା? କୁଶ କେତୁ କହିଲେ କ'ଣ? କୁଶ କଥା କହିଲେ ବ୍ରହ୍ମାଙ୍କର ଆସନ। କିଏ ତମେ ମାନେ ଜାଣିଥିବ? ବ୍ରହ୍ମା ଯେଉଁଠି ବସନ୍ତି, ପଦ୍ମ ଉପରେ ବସନ୍ତି ନା। ତେଣୁ ସେଇ ପଦ୍ମବନ, ଯୋଉ ପଦ୍ମବନ ପୋଡ଼ି ଯାଇଛି, ସେଇ ପଦ୍ମବନକୁ କାହାର ବଳ ନାହିଁ ରକ୍ଷା କରିବା ପାଇଁ। କାହିଁକି ରକ୍ଷା କରିବା ପାଇଁ କବି କହୁଛନ୍ତି? ଯେ କୁଶ କେତୁଙ୍କର ଆସନ, ବ୍ରହ୍ମାଙ୍କର ଆସନ ହେଉଛି ପଦ୍ମବନ, ତା ସହିତ ଶ୍ରୀନିବାସ। ଶ୍ରୀ କହିଲେ ଲକ୍ଷ୍ମୀ, ଲକ୍ଷ୍ମୀଙ୍କର ନିବାସ ସ୍ଥାନ ମଧ୍ୟ ପଦ୍ମଫୁଲ। ତାମାନେ ଦେଖ ପିଲେ ଏଠି କ'ଣ କୁହାଗଲା? ଏବଂ କୃଷ୍ଣ କରେ ଥାଇ ନାଥ ଦୀନେଶ। ଏବଂ କୃଷ୍ଣଙ୍କର ହାତରେ ଥାଏ ଶଙ୍ଖ ଚକ୍ର ଗଦା ପଦ୍ମ। ଆମେ ସମସ୍ତେ ଜାଣିଛେ ଯେଉଁ କୃଷ୍ଣଙ୍କ ହାତରେ ମଧ୍ୟ ପଦ୍ମ ଫୁଲ ଶୋଭା ପାଏ। ଯେଉଁ ପଦ୍ମ ଫୁଲରେ ଲକ୍ଷ୍ମୀଙ୍କର ନିବାସ ସ୍ଥାନ, ଏବଂ ଯେଉଁ ପଦ୍ମ ଫୁଲ ଉପରେ ବ୍ରହ୍ମା ବସନ୍ତି, ଏବଂ ଯାହାର ନାଥ ଦୀନେଶ, ନାଥ କହିଲେ ସ୍ୱାମୀ, ଦୀନେଶ କହିଲେ ସୂର୍ଯ୍ୟ, ଏବଂ ଯାହାର ସ୍ୱାମୀ ହେଉଛନ୍ତି ସ୍ୱୟଂ ସୂର୍ଯ୍ୟ ନାରାୟଣ, ସ୍ୱୟଂ ସୂର୍ଯ୍ୟ ଦେବ, ଯାହାର ସ୍ୱାମୀ। କ'ଣ? କେଡ଼େ କେଡ଼େ ବଡ଼ ପ୍ରଭୁ ଏମାନେ, କେଡ଼େ କେଡ଼େ ବଡ଼ ପ୍ରଭୁ ଏମାନେ କରିପାରନ୍ତି ଅଭୟ ବଚନେ। କେଡ଼େ କେଡ଼େ ବଡ଼ ପ୍ରଭୁ ଏମାନେ। ଭକ୍ତ କବି ଦୀନକୃଷ୍ଣ ଦାସ କହୁଛନ୍ତି, କେଡ଼େ କେଡ଼େ ବଡ଼ ପ୍ରଭୁ। ବ୍ରହ୍ମା ଯେ ସୃଷ୍ଟି କରିଛନ୍ତି, ବିଷ୍ଣୁ ଯେ ପାଳନ କରୁଛନ୍ତି, ଲକ୍ଷ୍ମୀ ଯେ ଧନ ସମ୍ପତ୍ତି ଦେଉଛନ୍ତି, ଏବଂ ସୂର୍ଯ୍ୟଦେବ ଯେ ସକଳ ଶକ୍ତିର ଆଧାର, ସେ କେଡ଼େ କେଡ଼େ ବଡ଼ ପ୍ରଭୁ। ପରନ୍ତୁ ଯେ ଅଭୟ ବଚନେ, ଯଦି କହିବା ମାତ୍ରକରେ ଅଭୟ ପ୍ରଦାନ କରନ୍ତି,
ବୁଝିପାରିଲା? ଅଭୟ ପ୍ରଦାନ କରନ୍ତି, ରକ୍ଷା କରିପାରନ୍ତି ବୋଲି କହୁଛନ୍ତି କବି। କବି କହୁଛନ୍ତି କେଡ଼େ କେଡ଼େ ବଡ଼ ପ୍ରଭୁ ଏମାନେ କରିପାରନ୍ତି ଅଭୟ। ଅଭୟ କହିଲେ ଆମେ ସେମିତି ଜାଣିଛେ, ଅଭୟ କହିଲେ ରକ୍ଷା ବା ସାହସ ଦିଅନ୍ତି, ଆଶ୍ୱାସ ଦିଅନ୍ତି। ଭୟ ଶୂନ୍ୟ ଆମକୁ କରନ୍ତି ନିଜର ବଚନ ଫଳରେ। ଯିଏ ଆମକୁ ଭୟ ଶୂନ୍ୟ ଅଭୟ ଦେଇଥାନ୍ତି। କିନ୍ତୁ ଆଜି କଣ ହେଇଛି? ପଦ୍ମ ଫୁଲ ହିମକାଳରେ ପ୍ରଭାବିତ ପଡିଯାଉଛି। କିନ୍ତୁ କଣ ହେଇଛି ନା, କେହି ରଖି ନ ପାରିଲେ ସେ କାଳେ, କଲା ଭୋଗ ଯାହା ଥିଲା କପାଳେ। କେହି ରଖିପାରିଲେନି, ବୁଝିପାରିଲା? କେହି ରଖିପାରିଲେନି। ତାହେଲେ ସେ ସମୟରେ କହିଲେ ହିମ କାଳ ସମୟରେ କେହି ରଖିପାରିଲେନି ପଦ୍ମ ଫୁଲକୁ, କେହି ରଖିପାରିଲେନି ତାକୁ। ଦେନ୍ କଣ? କଲା ଭୋଗ ଯାହା ଥିଲା କପାଳେ, ତାମାନେ କପାଳରେ ଯାହା ଥିଲା ସେ ଭୋଗ କରୁଛି। ଶୀତ ଋତୁ ଆସିଛି, ହେମନ୍ତ ଋତୁ ଆସିଛି, କାର୍ତ୍ତିକ ମାସ ଆସିଛି, ପଦ୍ମବନ ପୋଡି ଯାଉଛି। ଏବଂ ପଦ୍ମବନ ଭଗବାନଙ୍କର ଅତି ପ୍ରିୟ। ଯେଉଁ ପଦ୍ମ ବନରେ ଲକ୍ଷ୍ମୀ ନିବାସ କରନ୍ତି, ଯେଉଁ ପଦ୍ମ ଫୁଲ ଉପରେ ବ୍ରହ୍ମା ବସନ୍ତି, ଏବଂ ଯେଉଁ ପଦ୍ମ ଫୁଲ ଶ୍ରୀକୃଷ୍ଣଙ୍କ ହାତରେ ଧରନ୍ତି, ଏବଂ ଯେଉଁ ପଦ୍ମ ଫୁଲ ସ୍ୱାମୀ ହେଉଛନ୍ତି ସୂର୍ଯ୍ୟଦେବ। କେଡ଼େ କେଡ଼େ ବଡ଼ ପ୍ରଭୁ ଅଛନ୍ତି, ତଥାପି ପଦ୍ମବନ ହିମକାଳ ପ୍ରଭାବରେ ପୋଡ଼ି ଯାଉଛି ଏବଂ ତାକୁ କେହି ରକ୍ଷା କରିପାରୁନାହାନ୍ତି। କାହିଁକି ରକ୍ଷା କରିପାରୁନାହାନ୍ତି? ଭବିତବ୍ୟ ଯାହା ଉଦ୍ଦେଶ୍ୟ, ଭବିତବ୍ୟ ଯାହା ଅବଶ୍ୟ ଘଟିବ, ଆମେ ସେମିତି କହୁଛେ। ବା ତା କର୍ମରେ ଅଛି ଯେଉଁ ଦୋଷା, ସେ ନିହାତି ତାହା ଭୋଗ କରିବ। ମାନେ କର୍ମେ ଯାହାର ଯେଉଁ ଦୋଷା, ସେ ତାଙ୍କେ କାହା ବଳରେ ଆନ କରି ନ ହୋଇ। ଏବଂ ପିଲାମାନେ ଆଉ କଣ ହେଉଛି? କେହି ରଖି ନ ପାରିଲେ ସେ କାଳେ, ସେ ସମୟରେ ତାକୁ କେହି ରକ୍ଷା କରିପାରିଲେ ନାହିଁ। ବୁଝିପାରିଲା? କଲା ଭୋଗ ଯାହା ଥିଲା କପାଳେ, ତେଣୁ ପଦ୍ମ ଫୁଲର କପାଳରେ ଯାହା ଥିଲା ସେ ବର୍ତ୍ତମାନ ଭୋଗ କରୁଛି, ତାକୁ କେହି ରକ୍ଷା କରିପାରନ୍ତି ନାହାନ୍ତି। ଦେନ୍ କଣ ହୋଇଛି? ଦେଖ ପିଲେ, ତୁମମାନଙ୍କର 125 ନମ୍ବର ପୃଷ୍ଠାକୁ ଦେଖ, କଣ ହେଇଛି? କୁଶଳରେ ସମସ୍ତ ହେ ସୁମୁଖ, କଷ୍ଟ କାଳରେ ହୁଅନ୍ତି ବିମୁଖ। ତାମାନେ କଣ? ଦେଖ ଏଠି କବି ଆଉ କଣ କହୁଛନ୍ତି? କୁଶଳରେ ସମସ୍ତେ ହେ ସୁମୁଖ, କଷ୍ଟ କାଳରେ ହୁଅନ୍ତି ବିମୁଖ। ତାମାନେ କୁଶଳ କହିଲେ ଯେତେବେଳେ ଆମର ଯଦି ଆମର ସବୁ କଥା ଆମର କୁଶଳ ମଙ୍ଗଳ, ବା ଯେତେବେଳେ ଆମର ସମ୍ପତ୍ତି କାଳେ କହୁନେ, ସମ୍ପଦ କାଳେ ସୂର୍ଯ୍ୟ ସଖା, ବିପଦେ ନ ଦିଅନ୍ତି ଦେଖା। ତାହେଲେ କୁଶଳ ସମୟରେ ସମସ୍ତେ ଆମର ସୁମୁଖ, ସମସ୍ତେ ଆମ ପ୍ରତି ପ୍ରସନ୍ନିତ ଥାନ୍ତି, ଆମ ପାଖକୁ ଆସନ୍ତି ଯେତେବେଳେ ଆମର ଯେତେବେଳେ କୁଶଳରେ ଥାଉ। ପରନ୍ତୁ ଯେତେବେଳେ ଆମେ କଷ୍ଟ କାଳରେ ପଡିଥିବା, ଦେନ୍ କଷ୍ଟ କାଳରେ ହୁଅନ୍ତି ବିମୁଖ, କଷ୍ଟ ସମୟରେ ସେଇମାନେ ବିମୁଖତା ପ୍ରକାଶ କରନ୍ତି, ସେଇମାନେ ଆମଠୁ ଦୂରେଇ ଯାଆନ୍ତି, ସେମାନେ ପରମ ମୁଖ ହୋଇଯାଆନ୍ତି। ମାନେ ପରମ ମୁଖ କହିଲେ ଦୁଃଖ ସମୟରେ ସେମାନେ ନିଷ୍କ୍ରିୟତା ପ୍ରକାଶ କରନ୍ତି। ଏବଂ କଷ୍ଟ କାଳରେ ସେମାନେ ବିମୁଖତା ପ୍ରକାଶ କରି ଆମଠୁ ଦୂରେଇ ଯାଆନ୍ତି। ପରନ୍ତୁ ଯେତେବେଳେ ଆମର ଭଲ ଥିବ, ଆମେ ଯେତେ ଭଲ ସଙ୍କଟ ଥିବ, ସେମାନେ ଆମ ପାଖକୁ ଆସୁଥିବେ। ଯେତେବେଳେ ନିଃସ୍ୱ ଦରିଦ୍ର ହୋଇଯିବା, କଷ୍ଟ ସମୟ ଆସିଯିବ ନା, ଆମକୁ ଛାଡ଼ି ଆମକୁ କେହି ପଚାରିବେନି। ବୁଝିପାରିଲା? ବିମୁଖ ପ୍ରକାଶ କରିବେ। ତେଣୁ ସେ କଥା ମଧ୍ୟ କବି ଏଠି କହୁଛନ୍ତି। କବି କଣ କହୁଛନ୍ତି? ଦୀନଭୂଷଣ ଦାସ କହୁଛନ୍ତି କୁଶଳରେ ସମସ୍ତେ ସୁମୁଖ। ତାମାନେ ପଦ୍ମ ଫୁଲ ଆଜି ପୋଡ଼ି ଯାଉଛି ହିମ କାଳ ପ୍ରଭାବରେ। କେଡ଼େ କେଡ଼େ ଦେବତା, କେଡ଼େ କେଡ଼େ ବଡ଼ ପ୍ରଭୁ ଏମାନେ, ଯେଉଁମାନେ ବନରେ ଅଭୟ ଦେଇଥାନ୍ତି। ପରନ୍ତୁ ଆଜି କର୍ମ ବଳରେ ପଦ୍ମ ଫୁଲ ଦୋଷ ପ୍ରଭାବରୁ ବା ଦଶା ପ୍ରଭାବରୁ ଆଜି ପୋଡ଼ି ଯାଉଛି, ପରନ୍ତୁ କେହି ରଖି ପାରୁନାହାନ୍ତି ସେ ସମୟରେ। ଏବଂ ତା କପାଳରେ ଯାହା ଥିଲା ସେ ଭୋଗ କରୁଛି। ଏବଂ କବି ଏଠି ମଧ୍ୟ କହୁଛନ୍ତି ଯେ କୁଶଳରେ ସମସ୍ତେ ସୁମୁଖ। ଏବଂ ଆମେ ଯେତେବେଳେ କୁଶଳ ମଙ୍ଗଳ ଚାଲିଥିବ, ସେତେବେଳେ ଆମ କତିରେ ସମ୍ପଦ ଥିବ, ଆମେ କହୁଛେ ଯେତେବେଳେ ସମସ୍ତେ ଆମ ପାଖକୁ ଆସିବେ, ସମ୍ପଦ କାଳେ ସର୍ବସଖା, ବିପଦେ ନ ଦିଅନ୍ତି ଦେଖା, ଆମେ ସେମିତି ଜାଣିଛେ।
କଷ୍ଟ କାଳରେ ସେମାନେ ବିମୁଖତା ପ୍ରକାଶ କରନ୍ତି। ତେଣୁ ଭଲରେ ଥିଲେ ଭଲ ହେଇଯିବ ଆମେ ସମସ୍ତେ। କିନ୍ତୁ ଆମ ପାଖରେ ଯଦି ଟିକେ କମ୍ ଦୁଃଖ ଆସିଗଲା, ଦୁଃଖ ସମୟରେ କେହି ଆମେ କାହାକୁ ପାଖରେ ପାଇବାନି। ବୁଝିପାରିଲା? କାହାକୁ ଆମେ ତାହେଲେ କାହାକୁ ତାହେଲେ ଆମେ ମିତ୍ର ବୋଲି କହିବା? ତେବେ ଏଇଭଳିଆ ପରିସ୍ଥିତିରେ ତେବେ ଆମେ କାହାକୁ ମିତ୍ର ବୋଲି କହିବା? ଯିଏ ଦୁଃଖ ସମୟରେ ଆମ ପାଖରେ ଛିଡ଼ା ହେଇଥିବ, ଯିଏ ଦୁଃଖ ସମୟରେ ଆମକୁ ସାହସ ଦେଇଥିବ, ଯିଏ ଦୁଃଖ ସମୟରେ ଆମକୁ ସାହାଯ୍ୟ କରିଥିବ, ସେ ହିଁ ଆଉ ଉପଯୁକ୍ତ ମିତ୍ର ଆମେ ଯାହାକୁ କହୁଛେ ନା ନାଇଁ? ତେଣୁ ଏଇଭଳି ଭାବରେ ବର୍ଣ୍ଣନା କରିଛନ୍ତି। ଏବଂ ତାପରେ କଣ ଅଛି ଦେଖ ପିଲେ, ଏସବୁ ତମମାନଙ୍କର ପରବର୍ତ୍ତୀ ସମୟରେ ଆଲୋଚନା କରିବା। ବୁଝିପାରିଲା? ତାହେଲେ ପିଲେ ଆଜି ପାଇଁ ବସ୍ ଏତିକି।